ମାଲକାନଗିରି ଜିଲ୍ଲାର ଏକ ଛୋଟ କାହାଣୀ। ଯେଉଁଠି ଅଛନ୍ତି ଏକ ଗୁରୁ, ଗୋଟିଏ ପାହାଡ଼ ଆଉ ଛୋଟ ଏକ ପୋଖରୀ। ସ୍ୱାଭିମାନ ଅଞ୍ଚଳର ଡଙ୍ଗରପଦର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଏହି ପାହାଡ଼ ଗଭୀର ଜଙ୍ଗଲ ମଧ୍ୟରେ ଲୁଚିଥିବା ଏକ ପବିତ୍ର ଝରଣାକୁ ଆଶ୍ରୟ କରି ଏକ ପୋଖରୀଟିଏ ଅଛି। ଗାଁର ଆଦିବାସୀମାନେ ବିଶ୍ୱାସ କରନ୍ତି ଯେ ବର୍ଷ ବର୍ଷ ଧରି ଏଠି ଏକ ଗୁରୁ ବାସ କରୁଥିଲେ। ଜଣେ ତପସ୍ୱୀ ଯିଏ ତାଙ୍କ ଶରୀର ଛାଡ଼ି ଆତ୍ମା ରୂପେ ଏଠି ଲୀନ ହୋଇଗଲେ। ତାଙ୍କ ଧ୍ୟାନ ଶକ୍ତି ଏପରି ଥିଲା ଯେ ପାହାଡ଼ ଓ ଝରଣା ମଧ୍ୟ ଏଯାଏଁ ଆଲୌକିକ ଶକ୍ତିରେ ଜୀବନ୍ତ ଅଛନ୍ତି। ରାତି ହେଲେ ଏଠି ଶୁଣାଯାଏ ଅଜଣା ଧ୍ୱନି। ଅନେକ କହନ୍ତି ଗୁରୁଙ୍କୁ ସେ ଏବେ ପର୍ଯ୍ୟନ୍ତ ସେ ପାହାଡ଼ ମଝିରେ ଦେଖନ୍ତି। ଏହି ପାହାଡ଼ ସେପଟେ ଅଛି ଡମଗଡ଼ ଗାଁ, ଯେଉଁଠି ଦିବ୍ୟ ଗଣେଶଙ୍କର ମୂର୍ତ୍ତି ଅଛି, ବହୁ ପୁରାତନ ଗଣେଶ ମୂର୍ତ୍ତି। ଏହି ପାହାଡ଼ ରହସ୍ୟର ନା ଅଛି ଶେଷ ନା ଆରମ୍ଭ। ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ତେବେ ଆପଣଙ୍କ ଗୁରୁଙ୍କ ପାଇଁ ନିଶ୍ଚୟ ଲାଇକ୍ ଏବଂ ସେୟାର କରନ୍ତୁ। ଧନ୍ୟବାଦ।